ইন হে দেবী বুঝাইন শুনিবে আনন্দ হই মোর সৌজন্য गोड़ी छेड़ा गेले पुहा गेबो पानी रे पुहा गेबो पानी एक कथा कुके की पुणी न पारिबे जाने आगे है संजय आज्ञा ढिम्बिरा तଳରେ ଭାଲୁ ଗାତ ମୁଁ ଭାଲୁ ନା ଧରିନି ତମେ ଭାଲୁଟା କୁଆଡେ ଆଣି ଭର୍ତ୍ତି କରୁଛ ଢିମ୍ବିରା ତଳରେ ଗାତ ରେ ଗାହାଣ ଢିମ୍ବିରା ତଳରେ ଗାତ ତୁ କହୁଥିଲୁ ମୁଁ କହିଦେଲି ତୁ କହୁଥିଲୁ ମୁଁ କହିଦେଲି ସରିଗଲା ଭାଗବତ ରେ ଗାହାଣ ସରିଗଲା ଭାଗବତ चारि चारि प्रकार 8 प्रकार कहि दियो भाई आज संध्या हेले मध्य मु छाड़िबी नाही अध घंटा परे जीवी जे पळाई अळा नवमी पूजा मोर पुणी रही अछि ब्रह्मपुर रे लोक मते अपेक्षा करिथिबे भाई ओ कहूची 10 मिनिट ओली कही आसीथिली पुणी ताहु ताहु 3 घंटा रखिला जननी एडा तोर इच्छा नहीं मोर इच्छा ने भगवत रा दया ना मु जन को कहली बोली भाई मुझे कुकुड़ा खंडी रे गोटे लोकर संकल्पटे कर देकरी पळि आछि ना गोसई केते मिछ कहू हे मुझे आज मिछ कहूनी पोस्ट ऑफिस आज छुट्टी रविवार अला नबमी पड़ी कुकुड़ा खंडी जेजवानुटा एटे बरमपुर घर करता से पळैछि मु तार संकल्पटा कर देकी आछि जदी मु कहि देबी 9 घंटा कथा से छाड़िबो तार पुराण पढ़ा हो भागवत सप्तांग केते मिछ कहिबी किंतु जदि न आसबि आज शरत भाई मोर बेकर घंटी पकई गोसई 2टा फेल कर जदि आज न आसब रविवार दिन 9 घंटा काली संध्या बेल को लाइट माइक बांधिक बसो मुझे ब्रह्मपुर सुजन जने हे सुन डेरी न कर्ण हे बंधु डेरी न कर्ण आज्ञा लक्ष्य करुछि हे आज्ञा लक्ष्य करुछि हेबो कि नाही मोर मने भाबुछि कहीदेलु मु कहीदेली सरीगला भागवत शिव बोली गंगा शांतनु को विवाह हेले शांतनु गंगा आगे सत्य करिथिले कौन मु जहा अदली कहिबी करिबी सरीब मोर दली सहीब प्राणनाथ हाँ जदि तुमे मते कहि देबो सरी जीव तमर मोर भागवत हाँ 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 रही
ନାଇଁ ନାଇଁ ଭିଡ଼ 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 ନହେଲେ ହବନି। ଯଦି ମୋତେ କୋଉ ଦିନ କହିବ ତମର ମୋର ସରିଯିବ ଭାଗବତ, ଏଠି ଲାଗିଲା ଲାଗିଲା ଆଜି ଗାହାଣ ପାଲା ହେଲା ଲାଗିଲା ଲାଗିଲା ପଣ୍ଡିତ ସମାଜ ଶୁଣନ୍ତୁ ଭାରତ ପୁରାଣ। ସ୍ୱାମୀ ଆଗରେ ଗଙ୍ଗା ଥିଲେ ସତ୍ୟ କରାଇ, 6 ଗୋଟି ପୁଅ ଗଙ୍ଗା ମା କଲେ ଜନ୍ମ। ଯୋଉ ପୁଅକୁ ଜନ୍ମ କରୁଛନ୍ତି ଜନ୍ମଦିନ ପିଲାକୁ ପନିକିରି କାଟି ଦେଉଛନ୍ତି। ଆଜ୍ଞା ଏତେ ଅର୍ଦଳି ସହିଲେ ଶାନ୍ତନୁ ନରପତି। ଯୋଉ ଦିନ ଭୀଷ୍ମ ମହାରଥୀ ଜନ୍ମ ହେଲେ ଆଉ ଶାନ୍ତନୁ ନୃପତି ସହି ନ ପାରିଲେ। ଛିଲ ଗାଙ୍ଗି ବୋଲି ନ ପଦେ କହିଦେଲେ ରାଗରେ ଜର୍ଜର ଗଙ୍ଗା ମହାବାଇ। ତମର ହଉଛି ମୋର ପାଉଛେ ନାହିଁ, ଆଉ ତମ ପରି ଘଇତା ମୋର ଲୋଡ଼ା ନାହିଁ। ଗଙ୍ଗା କହୁଥିଲେ ଗଙ୍ଗା ଅର୍ଦଳି କରୁଥିଲେ ଶାନ୍ତନୁ ସହୁଥିଲେ। ଯୋଉଦିନ ଶାନ୍ତନୁ ଗଙ୍ଗାକୁ କହିଲେ ସେଦିନୁ ସରିଗଲା ତାଙ୍କ ଭାଗବତ। ଆଉ ଦେଖି ନ ପାରିଲେ ଶାନ୍ତନୁ ଗଙ୍ଗାଙ୍କ ରାତିରେ କଣ ପଇସା ପତ୍ର ଦେଇଛି କି ପଞ୍ଚୁ ଭାଇ? ଦେଇନି ରଖିଦେଇଛି। ଶୁଣୁ ତାପରେ ଗଙ୍ଗା ଆସିଲେ ନା ନାଇଁ? ପୁରାଣ ଭିତରେ ଆଉ ଥରେ ଗଙ୍ଗା ଅଛନ୍ତି। ଆଚ୍ଛା ତାପରେ ମଧ୍ୟ ଯୋଉ 7 ନମ୍ବର ପୁଅଟି ଯୋଉ ଭୀଷ୍ମ ହେଲେ ସିଏ ବି ଅଛନ୍ତି। ଭାଗବତ ସରିଯିବ ଆଉ ଚିହ୍ନ ରହିବନି ଭୋଗ ବଣ୍ଟା ହେଇଛି। ଯଦି ଏ କଥାରେ ନଟିଲା ମନ ଶୁଣିବେ ମନ ଦେଇ ପଣ୍ଡିତ ଜନ। ଇମିତି ଦେବତା ହେଲେ ପ୍ରସନ୍ନ କାହାଣୀ ମାନଙ୍କର ଆନନ୍ଦ ମନ। କହି ନ ପାରିଲେ ଆମ ଦୁଃଖ ନାହିଁ। ପଣ୍ଡିତ ମଣ୍ଡଳୀ ହେ ପୁରାଣ ବହି ଯଦି ମହାଭାରତରେ ମନ ନ ଅଣ୍ଟଇ। ମୁଁ ବହି କଥା ନା ଧରୁନି, ମୁଁ ବହି କଥା ନା ଧରୁନି। ତମେ ମତେ ଯୋଉଥିରୁ କହୁଛ କୁହ। ଜହ୍ନି ଓଷା, ଖୁଲଣା ସୁନ୍ଦରୀ, ଶଶୀ ଦେଇ କାନ୍ଦ, ରେକର୍ଡ ସୀତା ଚୋରୀ, ରୋହିତ ଶୋକ ପର୍ଯ୍ୟନ୍ତ ଯୋଉ ବହିର କହୁଛ କୁହ। କିନ୍ତୁ ମୁଁ ଯାହା କହୁଛି ମୋର ସେଟା ଗଣିତକୁ ହବାର ଅଛି। 3 କୋଟି ଅର୍ଥାତ 60। ଏଇଟା 60 ହବାର ମାଟଲ କାଞ୍ଚନ। ମୁଁ କଣ କହିଲି? ଢିମ୍ବିରା ତଳରେ ଗାତରେ ଗାହାଣ, ଢିମ୍ବିରା ତଳରେ ଗାତ। ତୁ କହୁଥିଲୁ ମୁଁ କହିଦେଲି, ସରିଗଲା ଭାଗବତ। ଆମ 2 ଜଣ ଭାଗବତ ସରିଗଲା। ଦୀପ ଲିଭିଗଲା, ଉଖୁଡ଼ା ଡାଲାଟେ ଉଖୁଡ଼ା ବଣ୍ଟା ହେଲା। ବାମୁଣ ମତେ ଦକ୍ଷିଣା ଧରି ତା ଘରକୁ ପଳେଇଲା। ଭାଗବତ ସରିଗଲା। ପୁରାଣ ଉଦ୍ଯାପନା କାର୍ତ୍ତିକ ପୁରାଣ ଭାଗବତ ସରିଗଲା। ଭାଗବତ ନାଇଁ ଭାଗବତ ଉଚ୍ଚାର କରୁନ। କାର୍ତ୍ତିକ ପୁରାଣ ଯୋଉ ପୁରାଣ ବେଳେ ବେଳେ ପୁରାଣ ବଢା ହଉଛି। ପୁରାଣ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁରାଣ ବଢିବ। ହେଲେ ବଢିଲେ କଣ ହବ? ଆସିବ ପୂଜା କରିଦବ, ଶେଷ ଅଧ୍ୟାୟଟା ପଢିଦବ। ପଢିଦେଲା ପରେ ଦୀପୁଟିକି ଲିଭେଇ ଦବ, ଭିତରେ ନେଇ ଥୋଇଦବ ବୈଠା। ଆଉ ବାକି ଯୋଉ ଭୋଗ ଚାଙ୍ଗଡ଼ାଟା ଥୁଆ ହେଇଛି ସମସ୍ତଙ୍କୁ ମୁଠେ ମୁଠେ ବାନ୍ଧିବ। ଆଉ ଯାହା ଥିଲା ଗଣ୍ଠେଳା ବେଗରେ ବାନ୍ଧିବ, ଘରକୁ ବସେଇ ପଳେଇବ। ହେଲା ବୋଲ ଆନନ୍ଦ। ଢିମ୍ବିରା ତଳରେ ଗାତରେ ଗାହାଣ, ଢିମ୍ବିରା ତଳରେ ଗାତ। ତୁ କହୁଥିଲୁ ମୁଁ କହିଦେଲି, ତୁ କହୁଥିଲୁ ମୁଁ କହିଦେଲି। ସରିଗଲା ଭାଗବତରେ ଗାହାଣ, ସରିଗଲା ଭାଗବତ। ବ୍ରାହ୍ମଣ ଲୋକ
ରାଗିଲେ ଯଦୁବଂଶ ଧ୍ୱଂସ କଲା ଧ୍ୱଂସ କର। ନାଇଁ ନାଇଁ ଶୁଣୁନ ବ୍ରାହ୍ମଣ ଯୋଉଠି ରାଗିଛନ୍ତି ସେଠି କ୍ଷତି ହେଇଛି। ବ୍ରାହ୍ମଣ ଯୋଉ ଯୋଉ ଜାଗାରେ ରାଗିଛନ୍ତି ସେଇଠି କ୍ଷତି ହିଁ ହେଇଛି। କ୍ଷତି ହେଇନି? ହଁ ବନ୍ଧୁଟା ବୁଡେଇ ଦେଲେ। ତେଣୁ ସହଜ ବ୍ରାହ୍ମଣ ଲୋକ ବାପ ଧନ କରିକିରି ଆଜ୍ଞା ଆପଣ କରିକି ସତ, କିନ୍ତୁ ଗୋଟିଏ କଥା ଯେ ଅସୁବିଧାଟା ଆଉ ଗୋଟେ ଜାଗାରେ ରହିବ। କାରଣ ମୁଁ ଲାଞ୍ଚ ନିଆ ବ୍ରାହ୍ମଣ ନୁହେଁ, ମୁଁ ଲାଞ୍ଚ ନିଆ ନୁହେଁ। ତମେ ମତେ ଲାଞ୍ଚ ଦେଲେ ହବ ଆଜ୍ଞା। ମୁଁ 3 କୋଟି ବୋଲି କହିଲେ ମତେ 1 1 କରି ଗଣିତ କରିକି ଦେଖେଇଲେ ହିଁ 3 କୋଟି ମୁଁ ହଙ୍ଗ। ସଂସାର ଭିତରେ ଦକ୍ଷିଣା ବ୍ରାହ୍ମଣ ମାତ୍ରକେ ଆଜ୍ଞା ଦକ୍ଷିଣା। ଗୋଟିଏ ବ୍ରାହ୍ମଣ ରାମାୟଣରେ ଯୋଉ ଦିନ ଆଜ୍ଞା ନାରଦ ଆଜ୍ଞା ଯାଇକିରି ପୂର୍ଣ୍ଣମା ଖାଇବା ପାଇଁ ସୀତାଙ୍କ ନିକଟରେ ପହଞ୍ଚିଲେ, ସେଦିନ ଆଜ୍ଞା ସୀତା କହିଲେ ଆପଣ ଆମ ଘରେ ଭୋଜନ କରିବେ। କିଏ କହିଲେ? ଯୋଉ ବ୍ରାହ୍ମଣ ଦଶରଥ କହିଲେ ଆମ କୁଳ ପରମ୍ପରା ଅଛି, ନିୟମ ଅଛି, ବିବାହ ହେଇକି ଆସିବା ବୋହୁ ଚଉଠି ବାସି ଦିନ ମାନେ ପଞ୍ଚମଙ୍ଗଳା ଦିନ ପ୍ରଥମରେ ରୋଷେଇ କରିବ, ପ୍ରଥମରେ ଜଣେ ବ୍ରାହ୍ମଣଙ୍କୁ ଖାଇବାକୁ ଦବ। ଯୋଉ ବ୍ରାହ୍ମଣ କେବେ ଆଉ କାହାର ଖାଇ ନଥିବ, ଦକ୍ଷିଣା କେବେ ନେଇ ନଥିବ, ତଳ ହାତ ହେଇ ନଥିବ ସେ ବ୍ରାହ୍ମଣ। ନାରଦକୁ ଡାକିଲେ ଆଜ୍ଞା। ଦଶରଥ ବିଚାର କଲେ ନାରଦ ତ ଭଦ୍ର ଲୋକ, ଇଏ ତ ଦକ୍ଷିଣା ନେବା କଥା ନାହିଁ। ନାରଦକୁ ଡାକିଲେ ଆପଣ ତ ଦକ୍ଷିଣା ନିଅନ୍ତିନି, ଆପଣ ଭୋଜନ କରିଦିଅନ୍ତୁ। ନାରଦ ବୋଲେ ମୁଁ କୋଉଠୁ ନେଇଛି କୋଉଠେ ଦେଇଛି ଏ କଥାଟା ତମେ କଣ ଜାଣିଛ? ନାଇଁ, ମୁଁ ଯୋଉ କଥା କରିଛି ଏ କଥା କୋଉ ଖାତାରେ ନାହିଁ, କୋଉ ଖାତାରେ ନାହିଁ। ରାତିରେ ଲେଖା ହେଇଥିଲେ ମୁଁ ସକାଳେ ଲିଭେଇ ଦେବି, ସକାଳେ ଲେଖା ହେଲେ ମୁଁ ରାତିରେ ଲିଭେଇ ଦେବି। ମାତ୍ର ବ୍ରହ୍ମାଣ୍ଡ ଭିତରେ ମୋ ଆଖି ଆଗରେ ଏମିତି ଜଣେ ବ୍ରାହ୍ମଣ ନାହିଁ ଯେ ଦକ୍ଷିଣା ନେଇନି। ମାତ୍ର ଗୋଟିଏ ଲୋକ ମୋର ନଜରରେ ଅଛି। ସିଏ ବ୍ରାହ୍ମଣ କାମ କରୁଛି କିନ୍ତୁ ଦକ୍ଷିଣା ନଉ, କେବେ ଦକ୍ଷିଣା ନେଇ ନାଇଁ ବ୍ରାହ୍ମଣ କାମ କରୁଛି। କିଏ ସେଇଟା ବୋଲି ପଚାରିବାରୁ ଆଜ୍ଞା ନାରଦ ବୋଇଲେ ଗୋଟେ ଲଙ୍କାର ରାବଣ, କେବେ ଦକ୍ଷିଣା ନେଇନି ସେହି ଦଶାନନ। ପ୍ରଥମେ ମୋର ହାତ ଯେ ରନ୍ଧଣା, ଖାଇବ ରାବଣ ନ ନେବ ଦକ୍ଷିଣା। ତେଣୁ କରି ବ୍ରାହ୍ମଣ ମାତ୍ରକେ ଆଜ୍ଞା ଦକ୍ଷିଣା ନ ବାଜିଲେ ସିଏ ଛାଡିକିରି ଯିବେନି। ହେଲେ ଆପଣଙ୍କର ସିଆଡେ ଯିବାନି ନାଇଁ, ସିଆଡେ ଗଲେ କଣ ମୁଁ ହଁ କରିବି? ଭାଗବତରେ ସିଆଡେ ଗଲେ ମଧ୍ୟ ମୁଁ ହଁ କରିବି। ନାରାୟଣ ନମସ୍କୃତ୍ୟଂ ନରଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋ ମୁଦ୍ରୟତେ ମୂକଂ କରତି ବ୍ୟାଚଳଂ ପଙ୍ଗଲଂ ନତଗିରି ଯତ୍କୃପାତମଃ ବନ୍ଦେ ପରମାନନ୍ଦ ମାଧବ। ସେହି ନିଗମ କଳ୍ପତରର ଗଳିତଂ ଫଳ ସୁଖଦ୍ରବ୍ୟ ସନ୍ଦିବଂ ଭାଗବତର ସମାଳ ଭାଗବତର ମୁରହ ଭୂମି ଭାବୁକା। ହେଲେ ଗୀତା ଜ୍ଞାନ ଭିତରେ ଅର୍ଜୁନ କୁରୁ ପାଣ୍ଡବଙ୍କ ଯୁଦ୍ଧସ୍ଥଳୀ ଲାଗିବାକୁ ଯାଉଛି। ଅର୍ଜୁନଙ୍କୁ ଯେତେ କହିଲେ ମଧ୍ୟ ଅର୍ଜୁନ ଶୁଣୁ ନାଇଁ, ଖାଲି ଅର୍ଜୁନ କହୁଛି ପ୍ରଭୁ ସେଇଟା ମୋ ଗୋସେଇ ବାପା ହବ, এইটা মো বড় ভাই সেইটা মো গুরুদেব। খালি কহি কহি গলা মু কেমিতি যুদ্ধ করিবি। ভগবান বিচার কলে ইয়ে যে মাইয়ারে বাইয়া হইছি আকু বুঝেলে বুঝেই পারিবি। তেণু আজ্ঞা দিব্য লোচন দেলে পাণ্ডব অর্জুনঙ্কু, দেখাই দেলে তাকু যে বিশ্বরূপ। আজ্ঞা 18 অধ্যায় গীতা জ্ঞান দেলে কহি কହୁଥିଲା ସିନା ଆଜ୍ଞା ହରି ପାଖରେ ଧନୁର୍ଜୟ ସେତେବେଳେ ଇଏ କହୁଥିଲା ମୁଁ ଯୁଦ୍ଧ କରିବିନି, ଆସିଲେ ମାରିବି, ତାକୁ ମାରିବି, ତାକୁ ମାରିବି। 18 ଅଧ୍ୟାୟ ଗୀତା ଜ୍ଞାନ ଯେତେବେଳେ ହରି ଦେଲେ କହି ସବୁ କଥା ମାନିଗଲା ବୀର ଧନଞ୍ଜୟ। ଧରିଲା ଗାଣ୍ଡ କାଣ୍ଡିବ ଧନୁ କରିବି ମୁଁ ରଣ, ପୋକ ମାଛି ପରି ଆଜ୍ଞା ଯୁଦ୍ଧରେ ଦେବି ମୁଁ ମାରି। ଏ କଥା କହିଲେ କି ପାଇବ ମନୁ, ଇଏ କହୁଥିଲା ସେ ଦେଲେ ଦେଖାଇଲ। 18 ଅଧ୍ୟାୟ କହିଲେ ଗୀତା ଜ୍ଞାନ। ଭାଗବତ ସରିଗଲା କି ଦିଅ ବୁଝାଇ, ଏ କଥା କହିଲେ ମୋ ମନ ପାଉନାହିଁ। ଏ କଥା ଦେବେ ତୁ ମନ ପାଉଛି ମନ। ହେ ପଣ୍ଡିତ ମଣ୍ଡଳୀ ଟିକେ ଦେଇଥିବେ ଧ୍ୟାନ।
ସବୁବେଳେ ରାଜା ଦୁର୍ଯ୍ୟୋଧନ ସଭା କରି ବସି ଅଛି। ପାଣ୍ଡବ ମାନଙ୍କୁ ଆଜ୍ଞା ସଭା ଗୁଡାକ ସେ ସଭାରେ ପାଣ୍ଡବକୁ ନା ଧରି ଡାକୁଛି। ବସହିଆ ଧର୍ମର ପୁଅ ବିରଜା ଯୁଧିଷ୍ଠି, ପବନ ପୁଅ ଅଟେ ଭୀମସେନ, ଇନ୍ଦ୍ରର ପୁଅ ତୁରେ ପାଣ୍ଡବ। ସବୁବେଳେ ଜାରଦ ବାପା ମାନଙ୍କର ନାମକୁ କହୁଛି। କାନ୍ଦି କାନ୍ଦି ବିଭୀଷଣ ଅଭିମାନ ମାଜି। ନ ଖାଇଲା ଅନ୍ନ ନ ପିଇଲା ଜଳ, ଡାକିଲେ କୁନ୍ତି ପ୍ରଭୁ ଚକ୍ରଧର। ଭୀମ ନ କରୁଚି ରହେ ଅନାହାର, ସେଦିନ ନାରାୟଣ ଆସିଲେ ଯେ ତହିଁ। କହିଦେଲେ ଭୀମରେ ଶୁଣ ଆଜି ଭାଇ, ଆଜି ସଭାକୁରେ ତୁ ଯିବୁ ପଳାଇ। ନୀତି ନୀତି ଦୁର୍ଯ୍ୟୋଧନ ଅଛି କହି, ବସରେ ପବନ ପୁଅ ଯେ ବୁକଧର। ଆଜି ଯେବେ ସେ କହିଦବ ତତେ ପ୍ରତ୍ୟେକ ଦିନ ଭଳି ଯଦି ଆଜି ଯଦି ଡାକିବ। ତମେ ତ ପ୍ରଶ୍ନଟା ବାଲିଆପାଳ ଟିକଟ କରି ବାଲିପାଟଣା ବସରେ ବସିଲେ ଆଉ ଥରେ ତମକୁ ଏବେ ମନା କଲି ଭାଇ ସେ ବସରେ ତମ ଗାଁକୁ ଯାଉନି, ତମେ ଆଉ ଥରେ ଯାଇ ସେ ବସରେ ବସି ପଡୁଛ। ଆଜ୍ଞା ଇଏ କହୁଥିଲା ନାଇଁ ନାଇଁ ମୋ କଥାଟା ବୁଝୁନ। ତୁ କହୁଥିଲୁ ମୁଁ କହିଦେଲି ସରିଗଲା ଭାଗବତ। ହେଲେ ଭାଗବତ ସରିଲା, ଭାଗବତ ସରିଲା ପରେ ଆଉ କିଛି ରହିଲା? ଆଉ କିଛି ରହିବ? ଶୁଣ এইটা হলে সে কথা কাইকি বললে ইয়ে নেইকি পথରରେ ପକାଇଦେବ 100 ଭାଇ ଯାକ ତାଙ୍କର ବଂଶ ଯାକ ବୁଡ଼ିଯିବେ, ସବୁ ଧ୍ୱଂସ ହେଇଯିବ। ହେଲେ ତୁ କହୁଥିଲୁ ମୁଁ କହିଦେଲି ସରିଗଲା ଭାଗବତ ହେଲେ କଣ ହେଇଛି ଆଜ୍ଞା? ଇଏ ଯେତେବେଳେ କହୁଛି ସେଦିନ କୃଷ୍ଣ ତାକୁ ଦେଲେ ଯେ କହି ଆଜି ଯେତେବେଳେ କହିବରେ ପବନ ତରଇ। ଦେଖ ଇଏ କହିଲା କି ସେ ଶୁଣିଲା କି? ହେଲେ ତୁ କହୁଥିଲୁ ମୁଁ କହୁଥିଲି, ଆମ ଦି ଜଣର କଥା। ଆମ ଦି ଜଣ ବୋଲି କହିଲେ କିଏ? ସେ ଦୁର୍ଯ୍ୟୋଧନ ଶକୁନି ହେଲାନି। ମାକୁ ପଚାରିଲା, ଗାନ୍ଧାରୀ କି ପଚାରିଲା ନା। ଗାନ୍ଧାରୀ କହିଲା ପରେ ତୋର ଭୁଲ ନାହିଁ କି ମୋର ଭୁଲ ନାହିଁ, ମୁଁ ଅମାସିଆ ଦିନ ଜନ୍ମ ହେଇଥିଲି ବୋଲି ମୋ ବାପା ବାହା କଲା ସାହାରା ଗଛକୁ, ତୋ ବାପା ବାହା ହେଲା ଅଶ୍ୱସ୍ଥ ଗଛକୁ, ଆମ ଦି ଜଣଙ୍କର ବି ବାହାର। ତେଣୁ କରି ତତେ ସେ କହୁଛି ଗୋଲକ ନନ୍ଦନ, ଗୋଲକ ଅର୍ଥ ସାହାରା ନା? ହଁ ନା ଆଚ୍ଛା ତତେ ମୋ ଅଜା ବାହା କରିଛି ସାହାରା ଗଛକୁ, ଏଇଥିପାଇଁ ମତେ କୃଷ୍ଣ କହିଲା, ଭୀମ କହିଲା, ଏତେ କଥା ମୁଳୁ ମାଇଲେ ଯିବ ସରି। ଚିଠି ଲେଖିଲା କହିଲା ଗାନ୍ଧାର ସେନ ନୃପତି କାଲି ମୁଁ ଗୋଟେ ଯଜ୍ଞ କରୁଛି, ଆସିବ ଆମ ଘରକୁ ଭୋଜି ଖାଇବା। ଗୋଟେ ଭୋଜି ଭାତ କରୁଛି। ଜଉଶାଳ ଛଣପଟ ଘର ଗୋଟେ ପଥର ଘର ଭିତରେ ରଖିଦେଲା। ସେଟାକୁ 100 ଲୋକ ଯାକୁ ତାଙ୍କର ବଂଶ କୁଟୁମ୍ବ ନାତି ନାତୁଣୀ କୁଣିଆ ମୈତ୍ର ଯେତେ ଥିଲେ ସମସ୍ତ ଘର ଭିତରେ ଭର୍ତ୍ତି କରିଦେଲା। ହେଲେ ସେଇଦିନ ମଲେ କି ଏମାନେ 100 ଦିନ ପରେ ମଲେ ନା? ନାଇଁ ନାଇଁ, ଜଣକୁ ଦିନକୁ ଖାଇବାକୁ ଦିଏ। ହେଲେ 100 ଦିନ ପରେ ଏମାନେ ମଲେ ନା? କିନ୍ତୁ ଭାଗବତ ସିଟ୍ ସରିଯିବ। କାର୍ତ୍ତିକ ପୂର୍ଣ୍ଣିମା ଆଉ ସକାଳୁ ରହିବ। ସମସ୍ତ ଲୋକ ବର୍ତ୍ତମାନ ଶୁଖୁଆ ମାଛ କିଣିକି ଥୋଇଲେଣି ଘରେ 2 ଦିନିଆକୁ, ଥାଳ ଖାଇ କରି ହଉନି କି? ତୁ କହୁଥିଲୁ ମୁଁ କହିଦେଲି ରେ ଗାହାଣ, ସରିଗଲା ଭାଗବତ। ବିରାତଳରେ ମୁଁ ଲକ୍ଷ୍ୟ କରୁଥିଲି। ନାଇଁ ତମେ ଲକ୍ଷ୍ୟ କର, 2 ଲକ୍ଷ କର, 4 ଲକ୍ଷ କର, 10 ଲକ୍ଷ କର, ମୋର କିଛି କହିବାର ମୋର ଢିମ୍ବିରା ତଳରେ ଗାତରେ ଗାହାଣ, ଢିମ୍ବିରା ତଳରେ ଗାତ। ତୁ କହୁଥିଲୁ ମୁଁ କହିଦେଲି, ସରିଗଲା ଭାଗବତରେ ଗାହାଣ, ସରିଗଲା ଭାଗବତ। କଥା ଅଛି ତମର ଯଦି ଅନେକ ସେଇ ଭାରତରୁ ଆଜ୍ଞା ଅନେକ କଥା ଅଛି, ହେଲେ 2-4ଟା କହୁନ। ସେ ଭାରତରୁ ଆଉ ତମେ ତ କହୁଛ ଅନେକ କଥା ଅଛି, ଆଉ ଯୋଉ 3ଟା କୁହ ଦେଖିବା। ସେ ଭାରତରୁ ଆଉ ଥରେ ଗୋଟିଏ ପ୍ରକାର ହଉ ଆଜ୍ଞା ଏ ଯୋଉ କୁରୁ ପାଣ୍ଡବଙ୍କର ସଦାବେଳେ ଲାଗିଛି ଲଢ଼େଇ। ଯୋଉଦିନ ବସ୍ତ୍ର ହରଣ ଆଜ୍ଞା କୁରୁ ସଭା ତଳେ ହୋଇ
ସେଦିନ ମାନି ଦୁର୍ଯ୍ୟୋଧନ ଗୋଟିଏ କଥା ଦେଲା କହି ଇଏ ଦ୍ରୌପଦୀ କି ଆଜ୍ଞା ଜାନୁରେ ଦେବୀ ମୁଁ ବସାଇ ସେଦିନ ଭୀମସେନ ସମ୍ଭାଳି ନ ପାରିଲା ଚଣ୍ଡାଳ ଦୁର୍ଯ୍ୟୋଧନ କେଡେ ବଡ କଥା ଯେ କହିଲା ଆମର ଭାରିଜା ଜଗତରେ ସତୀ ତାଙ୍କୁ ପୁଣି ଜାନୁରେ ବସାଇବି ବୋଲି ଭାବୁଛି ତେଣୁ ଆଜ୍ଞା ଇଏ ତଳେ ବସୁଛି ଆଉ ଉପରେ ଧର୍ମ ଦେବ ଅର୍ଜୁନ ଯେ ସାକ୍ଷୀ ଭୀମ କହିଦେବ ଯେବେ ମୁଁ ଥିବି ପବନ ପୁତ୍ର ଆଜି ଦୁର୍ଯ୍ୟୋଧନ କରୁଛି ସତ୍ୟ ଯୋ ଜାନୁରେ ବସାଇ ଦେବୁ ଦ୍ରୌପଦୀ ସେ ଜାନୁକୁ ଦିନେ ମୁଁ ହିଁ ଭାଙ୍ଗିଦେବି ଭାରତ ଯୁଦ୍ଧ ଯେତେବେଳେ ହେଲା ବ୍ୟାସ ସରୋବରରେ ଯାଇ ଦୁର୍ଯ୍ୟୋଧନ ପରା ସେ ଦୁର୍ଯ୍ୟୋଧନ ଆଜ୍ଞା ଲୁଚିଲା ଯାଇ ଭୀମ ଗୋଡ଼ାଇ ଡାକ ଦିଅଇ ଡାକ ଦେଇ ଦୁର୍ଯ୍ୟୋଧନ ସରୋବରରୁ କାଢି ତା ସଙ୍ଗେ ଆଜ୍ଞା ଯୁଦ୍ଧ ଦେଲା କରି ଜାନୁ ଭାଙ୍ଗି ତାର ଭାଗବତ ଦେଲା ସାରି ଏ କଥା କହିଲେ ଗଣ ମନ ପାଇବ ତୁମରି ହେଲା ତମ ପ୍ରକାରେ ହେଲା ଗୋଟେ ପ୍ରକାରିଆ ହେଲା ବାୟା ରଜାକୁ ମନ୍ତ୍ରୀ ଏମିତିଆ ହିଁ ବୁଝେଇଲା ବାୟା ରଜାକୁ ତା ମନ୍ତ୍ରୀଟା ଏମିତିଆ ହିଁ ବୁଝେଇଲା ସେ ପଚାରିଲା କହିଲା ରଜା ପଚାରିଲା ମନ୍ତ୍ରୀ କି ପୁରୀଠୁ ଟ୍ରେନ ବାହାରିଲା ସାକ୍ଷୀ ବଳବନ୍ତ ଯାଇଛି ସେ ମନ୍ତ୍ରୀ ପଚାରିଲା ରଜା ତ ବାୟା ଲୋକ ପଚାରିଲା କହିଲା ଆରେ ଗାଈଟା କ'ଣ କହୁଛି ନା ଆଜ୍ଞା କ'ଣ କହୁଛି ମନ୍ତ୍ରୀ ବିଚାର କଲା କ'ଣ ଗୋଟେ କହିବି କହିଲା ଭାବି ଭାବି କହିଲା କହିଲା ଆଜ୍ଞା ଗାବୁକୁଚୁ କହୁଛି ନା କ'ଣ ଗାବୁକୁଚୁ ମାନେ କ'ଣ ନା ଗାଁ ଅର୍ଥ ଗାଁର bu ଅର୍ଥ ବୁଢା ବୁଢୀ ଗୁଡାକ କୁ ମାନେ କୁଆଡେ ଯାଉନାହାନ୍ତି ଚୁ ମାନେ ଚୁତି ଆସ ଏମିତି କହୁଛି ଗାଡି ନା ହଁ ସେ ଡ୍ରାଇଭର ଗାଡିଟା ପଛକୁ ଆଣି ଗାଡିଟା ପଛକୁ ନେଲେ ପୁରୀ ଷ୍ଟେସନରେ ଲଗେଇଦେଲେ ରଜା ଡାକିଲେ ମନ୍ତ୍ରୀ ନା ଆଜ୍ଞା କ'ଣ କହିଲା ନାହିଁ କହିଲା ଆମ ଗାଁରେ ଡେଙ୍ଗୁରା ଦିଅ କାଲି ଯେତେ ବୁଢା ବୁଢୀ ଅଛନ୍ତି ସମସ୍ତେ ଯିବେ ବୁଢା ବୁଢୀ ସବୁ ବସିଲେ ଗାଡି ଚାଲିଲା ପରେ ଗାଡି ଯେତେବେଳେ ସାକ୍ଷୀ ବଳ ପାର ହେଇକି ଆସିଲା ଖଣ୍ଡେ ବାଟ ରଜା ପଚାରିଲା ପୁଣି ମନ୍ତ୍ରୀ କି କହିଲା ଗାଡି କ'ଣ କହୁଛି ନା ଗାଡି କହୁଛି କ'ଣ ଗୋଟେ କହିବି କହିଲା ଭାବିଲା କହିଲା କହୁଛି ଭଲ ରାଜା ଭଲ କଲେ କହିଲା ଗୋଟେ ନେ 10 ଟଙ୍କାଟେ ନେ ଫୁଲମାଳ ସେମିତି ମନ୍ତ୍ରୀ ବୁଝେଇଲା ମୁଁ ପିଲାଟିଆ ଭାଇଟା ବୋଲି ମତେ ଏମିତି ଗୋଟେ ବୁଝେଇ ଦଉଛ ମୁଁ ହଁ କରିଦେବି କିନ୍ତୁ ହେଲା ତମେ ମୁଁ ପିଲାଟିଆ ଭାଇ ବୋଲିକି ମତେ ଏମିତି କହିଦେଲ ମୁଁ ହଁ କରିଦେବି ଭୟରେ ବୋଲି ତମେ ଭାବୁଛ କିନ୍ତୁ ମୋ ପଟକୁ ଦେଖ କେତେକ ଭାଇ ଅଛନ୍ତି ତମ ପଟେ ଖାଲି ପଞ୍ଚୁ ଭାଇଟା ଦେଖୁନ ସେ ପଟ ତମ ପଟରେ ଦେଖ ତମ ପଟରେ କେବଳ ପଞ୍ଚୁ ଭାଇଟା ଅଛି ପଣ୍ଡିତ ଆଜ୍ଞା ହଁ ବନ୍ଧୁ ଅଛି ମୁଁ ଇନ୍ଦୁର ଭୂଷଣ ସିନ୍ଦୁର ମୁଖ ବନ୍ଧୁ ଅଛି ମୁଁ सिंधु जमुखीर आनंद सिंधुक बंधने पड़िछि परम दुख बंधु अछि मु आज्ञा हाँ मु बही ना कहून तमें भारत कहून मु तो हाँ कहूँ किंतु भागवत सर गोसाई महाप्रभु उखुड़ा बांधिक घर को जी बही डाली पाई से घर थोदेवे रात पहले छाड़ खाई से रोसाई घरे पुणी माइकना दी दिन आगु छकिनी थोई ना छाड़ खाई कर हेले मो पंडित मंडली हे देथिबे मती
ଏ କଥାରେ ଦେବେ ତୁ ମନ ପାଏ ମତି ନାଇଁ ମୋର ମନ ଦିନକର କଥା ଶୁଣନ୍ତୁ ଜ୍ଞାନୀ ଜନ ଦ୍ୱାରିକା କଟକ କଥା ଏହି ଜାଣ 1,60,000 ଅଶୀ ନନ୍ଦନ କୃଷ୍ଣଙ୍କର ଦ୍ୱାରିକାରେ ଅଛନ୍ତି ଯେ ପ୍ରମାଣ ଦିନେ ଆଜ୍ଞା ସବୁ ଭାଇଜା କହିଲେ ବେଲି ଶ୍ୟାମ କୁମର ଆଜ୍ଞା କରିଦେଲେ ନାରୀ ଗର୍ଭବତୀ ପରି ଗୋଟିଏ ଲୁହ ମୁସୁଳା ଆଣିଲେ ସେ ଗର୍ଭରେ ଆଜ୍ଞା ନେଇ ଲୁଚାଇ ଦେଲେ ଆଜ୍ଞା ଖେଳ ଖେଳ ଏଇଟା ସପ୍ତମୀ ଶିକ୍ଷା ଗୋଟିଏ ଖେଳ କରିଲେ ସେ ବାଟେ ଅଷ୍ଟଭକ୍ତ ଋଷି ଯାଉଥିଲେ ଏମାନେ କହିଲେ ଶୁଣ ଆହେ ଋଷିବର ଗୋଟିଏ କଥା ପଚାରିବୁ କହନ୍ତୁ ଖବର ଏମାନେ ପଚାରିଲେ ଗର୍ଭବତୀ ନାରୀ କରିଦେଲେ ଲୁହା ମସଲା ଗୋଟିଏ ଆଜ୍ଞା ଗର୍ଭରେ ରଖିଦେଲେ ଏମାନେ କହିଲେ ଆଜ୍ଞା ଏ ଗର୍ଭରୁ ପୁଅ ଝିଅ କଣ ଜନ୍ମ ହବ ଆପଣ ତ ଖଡି କରିକି କୁହନ୍ତୁ ବାମୁଣିଆ ଲୋକଟା ଖଡି ହେଲେ ଆগে ସିଏ କହୁଥିଲେ ମାତ୍ର ସିଏ ଯାହା କହିଦେଲା ସିଏ ଗଣତି ଗଲା ଗୋସାଇ ମେ ସବୁ ମିଥୁନ କର୍କଟ ସିଂହ କନ୍ୟା ତୁଳ ବିଛା ଧନୁ ମକର କୁମ୍ଭ ଭିନ୍ନ ମେଷ ଘରେ ଅଛନ୍ତି ବୃଷ ଘରେ ଅଛନ୍ତି ମିଥୁନ ଘରେ ଅଛନ୍ତି ଗଣତି କରିଦେଲା କହିଲା ଶୁଣ ଏହାର ଗର୍ଭେ ଅଛି ଚୂଳ ନିଷ୍ଠୁର ଲୋହାର ମୁସଳ ଏ ନାରୀ ଦିନେ ପ୍ରସବିବ ଯଦୁବଂଶକୁ ଧ୍ୱଂସି ଦେବ ଗୋସାଇ କହିଲା ଆଉ ନାଇଁ ସରିଗଲା ତମର ଏ ଯୋଉ ମତେ ଯୋଉ ଅଟହାସ୍ୟ କଲ ତମେ ଯୋଉ ସମସ୍ତେ ମିଶି ମତେ ଅଟହାସ୍ୟ କଲ ଇଏ ଗର୍ଭରୁ ଯୋଉଟା ଜନ୍ମ ହବ ତମର ଯଦୁ ବଂଶ ଧ୍ୱଂସ କରିବ ହେଲା ଭାଗବତ ଶେଷ ଓହୋ ନାଇଁ ତୁ କହୁଥିଲୁ ମୁଁ କହିଦେଲି ସରିଗଲା ଭାଗବତ ତମ ଆଜ୍ଞା ଉପଯୁକ୍ତର ଉତ୍ତର କିନ୍ତୁ ଉତ୍ତର ନ୍ୟାୟ ସଙ୍ଗତ ଭୀମ କହୁଥିଲା ମୁଁ ମାରିଛି ଅର୍ଜୁନ କହୁଥିଲା ମୁଁ ମାରିଛି ସମସ୍ତେ କହୁଥିଲେ ମୁଁ ମାରିଛି କିନ୍ତୁ ବେଲାଳ ସେନ କହିଲା ତୁ ମାରିନୁ କି ସିଏ ମାରିନି ତୁ କହୁଥିଲୁ ମୁଁ କହିଦେଲି ସେ କଣ କହିଲା କହିଲା ତୁ ମାରିନୁ କି ସିଏ ମାରିନି କିଏ ହେଲେ ମାରିନ ଶଙ୍ଖ ବାଜିଲା ଚକ୍ର ମାରିଲା ଭୀମ କହିଲା କିଏ କହିଲା କୁଶଳା କହିଲା କୃଷ୍ଣ ଚାହିଁଲେ ମୁଣ୍ଡଟା ତଳକୁ ଆସିଲା ଭୀମକୁ କହିଲେ ଏଇଠି ଇଏ କହିଲା ନା ଇଏ କହିଲା ପକେଇଲା ଚାପଡେ ପୁଅ ମରିଗଲା ଭାଗବତ ଶେଷ ଗ୍ରାମବାସୀକୁ ମା ମଙ୍ଗଳା ସର୍ବସିଂ କାଳେ ଶଙ୍ଖରେ ଭରି ଚକ୍ର ଛାଇକୁ ରଖିଥାନ୍ତୁ ଗ୍ରାମର ମଙ୍ଗଳ ହେଉ ସମସ୍ତ କୁନି ପୁଅ ଝିଅ ମାନଙ୍କର ଭବିଷ୍ୟତ ଉଜ୍ଜଳ ହେଉ ଆଉ ମାଙ୍କର ବାନା ବିଖ୍ୟାତ ବୋଲା ଆନନ୍ଦ କମା ଭାଇନା ତମର କଣ ଆରମ୍ଭ ହେଲା ଏ ଆଜ୍ଞା କହିଲେ ଯେ ବ୍ରାହ୍ମଣ ଅଭିଶାପ ଭଗବାନଙ୍କୁ ହେଲେ ଛାଡିନି କାହାକୁ ହେଲେ ଛାଡିନି ହେଲେ କାହାକୁ ଛାଡିଥିଲା ତାର କିଛି ହେଲେ କରିପାରିଲାନି ବ୍ରାହ୍ମଣ ଅଭିଶାପ ଦେଲେ କିନ୍ତୁ ତାର କିଛି ହେଲେ କରିପାରିଲା ନାହିଁ କୋ ବ୍ରାହ୍ମଣ ଅଭିଶାପ ଦେଇଥିଲା କୋଉଟେ କାହାକୁ ବ୍ରାହ୍ମଣର ଅଭିଶାପରେ ସମସ୍ତ ଜଗତରେ ଯଦୁବଂଶ ଭଳି ବଂଶ ଧ୍ୱଂସ ହେଇଯାଇଛି ହେଲେ ଆପଣଙ୍କର ପ୍ରସନ୍ନ କୋ ବ୍ରାହ୍ମଣ କେତେବେଳେ କାହାକୁ ଅଭିଶାପ ଦେଇଥିଲା ସେ ଅଭିଶାପଟା ତାର କିଛି କାର୍ଯ୍ୟରେ ଲାଗିଲାନି ଆଉ କିଛି କାର୍ଯ୍ୟରେ ଲାଗିଲାନି ହଉ ଦେଖିଆ ଆଜ୍ଞା ଆରେ ଓଷା ସାରି ଦିନେ ନ ଭଜିଲୁ ରାମ କୃଷ୍ଣ ହରି ଆଲୋ ଓଷା ସାରି ଦିନେ ନ ଭଜିଲୁ ରାମ କୃଷ୍ଣ ହରି ଆଲୋ ଓଷା ସାରି
हेले भाई ए संसारे जेते छंती ब्राह्मण जाति विपत्ति पड़िले रागे शाप दियंती को ब्राह्मण जे केते बेले काहाकू जे शाप देइथिला बारे काई से शाप गोटी काटू न कला एकता गोटी को पचार दिबरा पंडित मंडली हे देइथिले जीत पचारिबा कथा जे कहूअछि जे मात्र दिने रघुपति राम पदे देले कही आरे भाई लक्ष्मण साहब जंगटई सात दरिया करी रे पारी आसीचंदी युद्ध पाई आज परे ठीक सीता गुजराई नेइछि लंकापति 14 मास जे लंकारे जे रखी एते कष्ट जेबे करिवार न जानी न पारिले आंबे सीत यार मन रामचंद्र लक्ष्मण को कहिले 14 मास हला रखिलानी हेले सीतार मन कथा आमे जानी नाहंती तेणु प्रकृत रे आमे जदि युद्ध करू करू सीता जदि तांकर मन परिवर्तन करी जदि रावणर सहित जदि तार मनोभाव थिबो आमे युद्ध ए भितर जदि परिवर्तन हो जाइथिबो आमे युद्ध कले किछ अकारण हो जिवो सेते बेले आज्ञा लक्ष्मण को कहिले सुन रे गला बेला परीक्षा करिवो को तू लंका को जीवु परा भाई भाई सेटार तो फळिछि आ लक्ष्मणर तो छातीटा फाटी गला ना अभिशाप पड़थिला आगा ना मु तो कहूथिल ना को ब्राह्मणर अभिशाप काहाकू देइथिला तार बाळ बांको करि पारलानी हेले अभिशाप अभिशाप रे बाळ बंका हलानी तार नाही हेला आज्ञा पंडित मंडली मंडित जन मंडित जन पदे पदे कहूअछि पुराण रामायण कथा देवाकी कही देवाकी कही हेबो कि न हेबो जे जोड़ा हेले पंडित मंडली देइथिबे मति गति जो दिन आज्ञा रावण हूँ जाति रे ब्राह्मण दिया जाति से पुणी दिन आज्ञा राम को शेष श्याप देदेले हे प्रभु तुम्हें अन्याय अनीति जे कल मो अभिशाप गोटी तुमको काटिओ हे चक्रधर से आज्ञा रावण कथा रे की बोली अछि मती हाँ बोले गाई पुराण भारती से कथा रे देवे नाही तुमती आउ गोटे कथा गुहे कहू अछि आउ को ब्राह्मण काकू शाप देला राम राज्य ज्ञान जनक कथा टिकोरा जोधीर अयोध्या रे बसिले राम पुत्र परी आज्ञा प्रजा कले पालन गोटे ब्राह्मण पिलार होइला मरण आज्ञा से ब्राह्मण पिता शाप को देला
तो परी रजा थाऊ मो पुओटा मला श्यापर भयरे कोदंड धर चार पठाई करिले विचार मो राज्य मृत्यु हेला जे प्रकार जानिले राम जे शूद्र जने तप करुची हे अयोध्या भुवने जने शूद्र लोक तपस्या करुची शूद्रंगर धर्म सेवा करिवो सारिता जाति विधाता गला ब्राह्मण क्षत्रिय शूद्र वश्य जे परा ए शूद्र जाति तीन जातिर सेवा करने धाता अच्छी बर मात्र तपस्या करुची हे बापू से जोगी तेणुक नीति अन्याय जेगाजी ब्राह्मण पिला सर्वघात हेला ब्राह्मण पिलार पिंडु प्राण गला एक कथा कहिले कि पाइब जे चित्त एथिरे जेबे तुम नाही जेशा पंडित मंडली टिके जे रक्षा कर आउ ब्राह्मण शाप देला काहू ब्राह्मण देइतिला शाप किछि रहिला हे होई अछि आट हे पंडित मंडली देइथिबे गीत भारत रे कृष्ण कथा कहू अछि आज्ञा अंध ब्राह्मणर पुत्र थिला तो अंध ब्राह्मणर पुत्र की कर्म जे कोला ताकू चापुड़े मारी देले जे चौका डोला अंध ब्राह्मण रागे जर जर केड़े कथा कलु रे नंदर कुमर ता कथा रे किला तुम बोली जीवती नाई नाई से कथा रे नाई हे प्रसन्न रे मोर न बळाए मति रे न बळाए मति आउ के परि दिले धीर रे नथाई पंडित मंडली सुण देई मन कर्ण हे देई मन कर्ण पतारी ना कथा गुटी जे पुराण ज्ञान आज कार्यक्रम मनमुग्ध नलगंडार पूर्वतन सरपंच भगवान प्रधान उभय पार्श्वर कलाकार कंठरे मनमुग्ध उभय 20 टका 40 टका पुरस्कृत सर्व प्रदान कर पूर्वतन सरपंच महोदय बसुंती आमे आउ किछि कहि परिबा काहे आशीर्वाद तो दे परिबा ना आमे सिने दे परिबानी किंतु प्रभु को जणे दवा हां प्रभु को हेले गोटे सुंदर कथा दिया गया गोटे वंदना नी गाई से वंदना भीतर आशीर्वाद श्लोकटा है आउ नागारी पति घेन घेन मोर दोड़ा हे नागारी पति नागो शिरो नागो तोला गोला नागो आगे नागो शिरो नागो तोला गोला नागो नको सुता अर्क पादे गोला न हे नागारी पति घेन हे मोर जाना हे नागारी पति घेन
ନାଗ ଶିର ନାଗ ଦଳା ଗଳା ନାଗ ହେଲେ ମାଷ୍ଟେ ନାଗ ଶିର ବୋଇଲେ ନାଗ ବୋଇଲେ ହଉଛି ଆଜ୍ଞା ସର୍ପ ନାଗ ବୋଇଲେ ସିଂହ ନାଗ ବୋଇଲେ ହସ୍ତି ନାଗ ବୋଇଲେ ହାତର ଚୁଡ଼ି ନାଗ ବୋଇଲେ ସିନ୍ଦୁର ନାଗ ବୋଇଲେ ଗୋଟେ ଘାସର ନା ହେଲେ ନାଗ ଶିର କଣ କୋଉ ନାଗ ଭିତରୁ ହସ୍ତି ହଉଛି ଗୋଟିଏ ନାଗ ହସ୍ତି ଶିର ବୋଇଲେ ହଉଛି ମସ୍ତକ ହାତୀ ମୁଣ୍ଡଟା କାର ମାଷ୍ଟେ